ସରିଛି ଆଇପିଏଲ୍ ମହାସମର। କିନ୍ତୁ ଆଇପିଏଲ୍ ଚାଲିବା ସମୟରେ ଯୁବପିଢ଼ିଙ୍କୁ କୋଟିପତି ହେବାର ମାୟାମୋହ ଜାଲରେ ଫସାଇଥିଲା ଡ୍ରିମ୍ ଇଲେଭେନ୍ ଏବଂ ଅନେକ ଯୁବପିଢ଼ି ଏହି ଡ୍ରିମ୍ ଇଲେଭେନ୍ରେ 49 ଟଙ୍କା 1 ଟଙ୍କା ଏଭଳି ଟଙ୍କା ଲଗାଇ କୋଟିପତି ହେବାର ଆଶା ମଧ୍ୟ ଦେଖିଥିଲେ। ଏବଂ ସମୟରେ ଏମିତି ଜଣେ ଯୁବକ ଯେ ନୀଳଗିରିରେ କୋଟିପତି ହୋଇଛନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ବା ଆକାଉଣ୍ଟଟି ସସ୍ପେଣ୍ଡ ହେବା ସହିତ ପରବର୍ତ୍ତୀ ସମୟରେ ତାଙ୍କୁ ନିରାଶ ହେବା ପାଇଁ ପଡ଼ିଛି। ପ୍ରଥମେ ଆଶା ଦେଖାଇଛି ଏବଂ ପରେ ନିରାଶା କରିଛି। କ'ଣ ହେଇଥିଲା ସେ ସମୟର ଘଟଣା ଏବଂ କିପରି ଭାବରେ ସେ କୋଟିପତି ହୋଇଛନ୍ତି ଏବଂ ପର ମୁହୂର୍ତ୍ତରେ କେମିତି ତାଙ୍କୁ ନିରାଶ ହେବା ପାଇଁ ପଡ଼ିଛି, ତାଙ୍କ ମୁହଁରୁ ସିଧାସଳଖ ଶୁଣିବା। ଆପଣଙ୍କ ନାଁଟା କ'ଣ? ମୋ ନାଁଟା ଅର୍ପିତ ଦାସ। ହଁ, ଯେଉଁ ଡ୍ରିମ୍ ଇଲେଭେନ୍ ଉପରେ ଆପଣ ଗୋଟେ ଅଭିଯୋଗ ଆଣୁଛନ୍ତି ଯେ ପ୍ରକୃତରେ ସେଦିନର ଘଟଣା କ'ଣ ଥିଲା, କେଉଁ ଦଳର ମ୍ୟାଚ୍ ଥିଲା ଏବଂ କେତେ ଟଙ୍କା ଆପଣ ଲଗେଇଥିଲେ ଏବଂ କ'ଣ ହେଇଥିଲା ସେ ସମୟର ଘଟଣା ଟିକେ କୁହନ୍ତୁ। ସେଦିନ ଆରଟିବି ଆଉ ପଞ୍ଜାବର ମ୍ୟାଚ୍ ଥିଲା। ମୁଁ ଅଳ୍ପ ଟଙ୍କା 4ଟା ଟିମ୍ ଲଗେଇଥିଲି। ଖେଳ ଧରିଲା ବେଳକୁ 4ଟା ଟିମ୍ରୁ ଗୋଟେ ଟିମ୍ ୱିନର୍ ହେଇଥିଲା। କିନ୍ତୁ ମାରିକି ରଖିଲି। ରଖି ସାରିଲା ପରେ ତାପରେ କେତେ ଟଙ୍କା ଥିଲେ, କେତେ ଟଙ୍କା ପାଇଥିଲେ ଆଉ କେତେ ନମ୍ବର ର୍ୟାଙ୍କରେ ଥିଲେ? 2 ନମ୍ବର ର୍ୟାଙ୍କ କରିଥିଲି। 1 crore ପଇସା ପାଇଥିଲି। ବାରି ଆସିଲାକୁ ଡିମେଲ ମ୍ୟାଚରେ ଆସିଲା। ଡିମେଲ ଟ୍ୟାଣ୍ଡ ହେଇଛି, 1 ନମ୍ବର ଟ୍ୟାଣ୍ଡ ହେଇଛି। ତାପରେ ଡିମିଲିୟନ ଓପନ୍ କଲାକୁ ଡିମିଲିୟନ ଚଟପାଣ୍ଡ ହେଇଛି। ଡିମିଲିୟନ ହ୍ୟାକ୍ ହେଇଥାଇପାରେ ବା ପରେ ହେଇଥାଇପାରେ କି ନେଟୱାର୍କ ଏଇଠୁ ହେଇଥାଇପାରେ। ଯେତେବେଳେ ଆପଣଙ୍କର ଇମେଲ୍ ଆଇଡି ଚେଞ୍ଜ ହେଲା, ଆପଣଙ୍କ ପାଖକୁ ତ ଓଟିପି ଆସିଥିବ, ଆପଣଙ୍କ ପାଖକୁ ତ ମେସେଜ ଆସିଥିବ। ସେତେବେଳେ ଓଟିପି ଆସିଥିଲା କିନ୍ତୁ ଓଟିପି କାହାକୁ ଦିଆହେଇନାହିଁ। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଆପଣଙ୍କର ଆଇଡି ଖୋଲିଲାନି ନା କ'ଣ ଅସୁବିଧା ହେଲା ତା ପରବର୍ତ୍ତୀ ସମୟରେ? ପରବର୍ତ୍ତୀ ସମୟରେ ଆଇଡି ଖୋଲିଲାନି, ଲେଖିଲା ଏନାଦର ଆକାଉଣ୍ଟ ଆକ୍ଟିଭ। ତାପରେ କ'ଣ ହେଲା ଯେତେବେଳେ ଆଇଡି ଖୋଲିବା ପାଇଁ ଚେଷ୍ଟା କଲେ? ଆଇଡି ଖୋଲିବା ପାଇଁ ଚେଷ୍ଟା କଲେ, ଲେଖିଲା ଏନାଦର ଆକାଉଣ୍ଟ ଆକ୍ଟିଭ। ଆଇଡି ଖୋଲିଲାନି। 2 ଦିନ ପରେ ଆଜି ଆଇଡି ଖୋଲିଲାକୁ 144 ଟଙ୍କା ୱିନ୍ ଦେଖଉଛୁ କମିଯାଇଥିଲେ। କେତେ ନମ୍ବର ର୍ୟାଙ୍କରେ ଥିଲେ, କେତେ ନମ୍ବର ର୍ୟାଙ୍କକୁ ଖସି ଆସିଲେ? 2 ନମ୍ବର ର୍ୟାଙ୍କ କରିଥିଲି। ର୍ୟାଙ୍କ 33 ଲକ୍ଷକୁ କଟି ଯାଇଥିଲି। ଯେତେବେଳେ 2 ନମ୍ବର ର୍ୟାଙ୍କରେ ଥିଲେ, ପଇସା ପାଇଥିଲେ, କେତେ ଖୁସି ଥିଲେ? ଆଉ ହଠାତ୍ ଯେତେବେଳେ 2 ଦିନ ପର୍ଯ୍ୟନ୍ତ ଖୋଲିଲାନି, କେତେ ମନରେ ଦୁଃଖ ଆସିଲା? ଖୁସି ତ ବହୁତ ଥିଲି ଯେତେବେଳେ। ଏବେ ଯେତେବେଳେ କମିଗଲା ସେତେବେଳେ ଟିକେ ଦୁଃଖ ଲାଗୁଛି ଆଉ। ଯେ ପ୍ରକୃତରେ କ'ଣ ହେଇଛି ବୋଲି ଆପଣ ଭାବୁଛନ୍ତି ଆଉ କ'ଣ କରିବେ ଆଗାମୀ ସମୟରେ? ମୋତେ ଲାଗୁଛି ଏଇଟା ପରେ ହେଇଥାଇପାରେ ବା ଆଇଡି ହ୍ୟାକ୍ ହେଇଥାଇପାରେ। ମୋତେ ଲାଗୁଛି ମୋତେ ନ୍ୟାୟ ମିଳୁ ଏବଂ ମୁଁ ଚାହୁଁଛି ମୋର ୱିନିଂ ହେବାର ଯଦି ଦକ୍ଷତା ଅଛି, ୱିନିଂ ଆମାଉଣ୍ଟ ମୋତେ ମିଳୁ। ଟିମ୍ ବନେଇଥିଲେ, ସେ ଟିମ୍ରେ କାହାକୁ କ୍ୟାପ୍ଟେନ୍ କରିଥିଲେ ଏବଂ କାହାକୁ ଭାଇସ୍ କ୍ୟାପ୍ଟେନ୍ କରିଥିଲେ? ଯେତେବେଳେ ଚେଞ୍ଜ ହେଇଯାଇଛି, ଆପଣ କହୁଛନ୍ତି ଯେ ଚେଞ୍ଜ ହେଇଯାଇଛି, ସେତେବେଳେ କାହାକୁ କ୍ୟାପ୍ଟେନ୍ ରଖିଥିଲେ, କାହାକୁ ଭାଇସ୍ କ୍ୟାପ୍ଟେନ୍ ରଖିଥିଲେ? ପରବର୍ତ୍ତୀ ସମୟରେ କିଏ କ୍ୟାପ୍ଟେନ୍ ଭାଇସ୍ କ୍ୟାପ୍ଟେନ୍ ହେଇଯାଇଛନ୍ତି ଆପଣଙ୍କର? ଯେତେବେଳେ ମୁଁ ବନେଇଥିଲି ଟିମ୍ଟା ସେତେବେଳେ ଥିଲେ ଏଟିଂ ଥିଲେ କ୍ୟାପ୍ଟେନ୍, ଅଦିତିଂ ଭାଇସ୍ କ୍ୟାପ୍ଟେନ୍ ଥିଲେ, ଏଟିଂ ଥିଲେ କ୍ୟାପ୍ଟେନ୍। ଏବେ ଚେଞ୍ଜ ହେଇଯାଇ ଏବେ ଅଛି ବିରାଟ କୋହଲି କ୍ୟାପ୍ଟେନ୍ ଅଛି, ଆୟାର ଅଛି ଭାଇସ୍ କ୍ୟାପ୍ଟେନ୍। ପରେ ହେଇଛି ଆଉ ଆଇଡି ହ୍ୟାକ୍ ବି ହେଇଛି। ଯୁବପିଢ଼ିମାନେ ଖେଳୁଛନ୍ତି ଯେ ଡ୍ରିମ୍ ଇଲେଭେନ୍ ଗେମ୍ରେ ଖେଳିବେ, କୋଟିପତି ହେବେ, ଏହାପରେ ତାଙ୍କର ଆଶା ରହିବ ନା ଆଶା ଭରସା ତୁଟିଯିବ ସବୁ ତା ଉପରୁ? ଆଶା ଭରସା ଧୀରେ ଧୀରେ କମିବାରେ ଲାଗିବ। ଯୁବପିଢ଼ି ଉପରେ ଧୀରେ ଧୀରେ କମିବାରେ ଲାଗିବ ଡ୍ରିମ୍ ଇଲେଭେନ୍ ଉପରେ। ପ୍ରକୃତରେ ଫ୍ରଡ୍ କ'ଣ ଡ୍ରିମ୍ ଇଲେଭେନ୍ ଫ୍ରଡ୍ କରୁଛି? ଡ୍ରିମ୍ ଇଲେଭେନ୍ ସେଟା ତ କହିହେବନି, ସେଟା କାମମାନେ କରିଥାଇ ପାରନ୍ତି। ଯେତେବେଳେ ଆପଣ ଡ୍ରିମ୍ ଇଲେଭେନ୍ରେ ଦେଖିଲେ ଆପଣଙ୍କ ଆଇଡି ଖୋଲୁନି, ଆପଣ କ'ଣ କରିଥିଲେ? ହେଲ୍ପଲାଇନ୍ ସପୋର୍ଟରେ ମେସେଜ କରିଥିଲି। ସେ କଲ୍ ଆସିଲା କାଲି। ସେମାନେ କହିଲେ ଟେକ୍ନିକାଲ ଇସ୍ୟୁ ଥିବ, ରିଭ୍ୟୁ ଦେଖୁଛେ କହିଥିଲେ। କେତେ ସମୟ ଭିତରେ ପୁଣି ଠିକ୍ଠାକ୍ ହେବ ବୋଲି କହିଥିଲେ ଆଇଡି? ସେ କହିଥିଲେ ସବୁ ଡକ୍ୟୁମେଣ୍ଟ ପଠାନ୍ତୁ, ଆପଣ ଠିକ୍ କରିଦେବେ, ଆପଣଙ୍କ ପାଖକୁ ମେଲ୍ ଆସିବ। ମେଲ୍ ଆସିଲା, କାଲି ଆସିଲା, ଠିକ୍ ହେଇଥିଲା। କାଲି ଆସିଲା, ମେଲ୍ ଆସିଲା ପରେ ବି ଲଗଇନ୍ ହୋଇନଥିଲା। ସକାଳୁ ଏବେ ଦ୍ୱିପହରରେ ଲଗଇନ୍ ହେଲା। ଲଗଇନ୍ ହେଲାରୁ ମୋର କମିଯାଇଛି 144 ଟଙ୍କା ୱିନ୍ ଦେଖଉଛି। ଆପଣ କ'ଣ ଥାନାର ଦ୍ୱାରସ୍ଥ ହେବେ ବୋଲି ଭାବିଛନ୍ତି ନା କ'ଣ? ଯଦି ନ ହେବ ଥାନା ଦ୍ୱାରସ୍ଥ ହେଇତେ ପଡ଼ିବ। ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ଯେ ପ୍ରଥମ ସମୟରେ ଡ୍ରିମ୍ ଇଲେଭେନ୍ରେ 2 ନମ୍ବର ର୍ୟାଙ୍କରେ ଥିଲେ, କିନ୍ତୁ କିଛି ସମୟ ପାଇଁ ତାଙ୍କ ଆଇଡି ସସ୍ପେଣ୍ଡ ହେଇଥିଲା ଏବଂ ସସ୍ପେଣ୍ଡ ପରେ ଯେତେବେଳେ ଆଇଡି ଖୋଲିଥିଲା ଆଉ ସେ କୋଟିପତି ହୋଇନଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ହତାଶ ହେବା ପାଇଁ ପଡ଼ିଛି। ନୀଳଗିରି ଦିଲ୍ଲୀପ ସ୍ୱାଇଁ, କନକ ନ୍ୟୁଜ୍।